সর্বে বৌলানন্দে কবা হও গামুছা মৌসা তুমি গামুছাটি পকেইকি কিছু হেলনি হ্যাঁ না ଆଉ ଟିକେ ଜୋର କରିଦବ ନା ଆଉ ଗାମୁଛା କିଏ କାନ୍ଧରେ ପକାଇ ସେଇତିଆ ହେଇଥିଲେ ନା ଆଉ ଏ ପୁଅ କଲା ନଖି ନାନୀ ପୁଅ ଭଗିଆ ନଖି ନାନୀ ପୁଅ ଭଗିଆ ନଖି ନାନୀ ପୁଅ ଭଗିଆ ନଖି ନାନୀ ପୁଅ ଭଗିଆ ଶଗଡ଼ ଉପରେ ବସିଛି ଶଗଡ଼ ଉପରେ ବସିଛି ପାନ ଖଣ୍ଡେ ଖଣ୍ଡେ ଖାଉଛି ପାନ ଖଣ୍ଡେ ଖଣ୍ଡେ ଖାଉଛି ନାଲି ଗାମୁଛା କାନ୍ଧରେ ପକେଇ କୀର୍ତ୍ତନ ଦେଖି ଯାଉଛି ତେଣୁ ଧନ ମୋର ଆଇସିନ୍ତି ଯେ ଟିକେ ହରିବୋଲ ଦଉନାହାନ୍ତି ହଁ ବାପା ତମ ହରିବୋଲଟା ଯେମିତି ସମସ୍ତଙ୍କଠୁ ଜୋର ହବ ସର୍ବେ ବୋଲାନନ୍ଦେ କବା ହଉ ହଉ ଆସ୍ତେ ଆସ୍ତେ ଭଲ୍ୟୁମ ବଢୁଛି କିଛି ତେଣୁ ହେ ମହାପ୍ରଭୁ ନଈ ପଡିଥବ ଯେତିକି ବେଳେ ବିଧାୟ ମାରିବ ସେତିକି ବେଳେ ବିଧାୟ ମାରିବ ସେତିକି ବେଳେ ଇଏ ହଉଛି ରାମାୟଣ ଢଗ ଆଜ୍ଞା ତେଣୁ ଏଇଠି ବାପରେ କହିଲେ କିଏ ସେ ନା ସୁମିତ୍ରା କହିଲା ରାମ ଅହଲ୍ୟା ସୁନ୍ଦରୀ ପତି ଅଭିଶାପେ ହେଲା ସେ ବନେ ହୋଇ ପଥର ପଥର ପଡିଥିଲା ଚିର କାଳରୁ ଅବଳା ରେଣୁ ଆସେ ରାମଙ୍କର ଏଇଠି କିନା ଲେଖିଲେ ସ୍ୱଭାବ କବି ଗଙ୍ଗାଧର ମେହେର ପତିତ ପାବନ ଶ୍ରୀ ରଘୁନନ୍ଦନ ଲଗାନ୍ତେ ପଦ ପଙ୍କଜ ପଙ୍କଜ ଆଜ୍ଞା ଆମେ ତ ସମସ୍ତେ ବସିଛେ ବିଦ୍ୱାନ ବ୍ୟକ୍ତି ଏଇ ପଥର ଉପରେ ରାମ ଆଜ୍ଞା ପାଦ ଦେଇଥିଲେ ନାଇଁ ସେଦିନ ରାମ ମନା କଲେ ହେ ଗୁରୁଦେବ ଇଏ ଯଦି ଗୁରୁ ପତ୍ନୀ ମୋ ମା ମୁଁ ପୁଅ ହେଇକି ମୋ ମା ପକ୍ଷରେ ପଦାଘାତ କରିବି ଏ କଥା ହେଇପାରିବନି ତାହେଲେ କେମିତି ପଥରଟା ମୁକ୍ତି ହେଲା ନା ଯେତେବେଳେ ପାଦକୁ ଡିଆଇଛନ୍ତି ପବନ ଦେବତାଙ୍କର ସଂସ୍ପର୍ଶରେ ଆସି ପାଦରେ ଲାଗିଥିବା ଯୋଉ ରେଣୁ ପଡିଲା ବାପା ପାଷାଣ ଉପରେ ହେଲା ଏଇ ପାଷାଣ ଉପରେ ଯେତେବେଳେ ପଡିଲା ବାପାରେ ସିଏ ମୁକ୍ତି ହେଲେ ଯେତେବେଳେ ମୁକ୍ତି ହେଲେ ଦେଖୁଥିଲା କିଏ ଗୌତମ ଋଷିଙ୍କର ସାନ ପୁଅ ନାତି ସତାନନ୍ଦ କହିଲା ଏଇ ତାହେଲେ ମୋ ପ୍ରଭୁ ଯାଉଛି ମୋ ବାପାଙ୍କୁ କହିବି ପୁଅରେ ଗଙ୍ଗା ନଦୀରେ ନାବ ବହୁଥିଲା କିଏ ସେ କୈବରତ ମୋ ଧନ କହିଲା ଚାରି ଯୁଗରେ ଚାରି କୈବରତ ପୁଅ ସତ୍ୟରେ ପାର କଲା ନର୍ମଦା ନଦୀ ବାମନ ତାହେଲେ ପ୍ରଭୁ ଯଦି ବାମନ ନଦୀ ହେଲା ନର୍ମଦା ଏ ପୁଅ ଧୀବର କିଏ ସେ ଯତ୍ପାଦ ନର୍ମଦାନୀରେ ନିବେଜତି ସତ୍ୟ ଦାସ ଚମୁ ସତ୍ୟ ତେଣୁ ସତ୍ୟ କୈବର୍ତ୍ତ ହେଲା ସତ୍ୟରେ ଆସିଲା ତ୍ରେତୟା ଆର ପଟେ ରଖିଛି ନାବ ପୁଅ ପଚାରିଦେଲା କୈବର୍ତ୍ତ ଭାଇନା କଣ ହଉଛ ନା ଜଟିଆ ଆଇସିନ୍ତି ମୋ ମା ମୁକ୍ତି ପାଇଛି ମୋ ବାପାକୁ କହିବି ଏଇଠାଇ କୈବର୍ତ୍ତ ଚିନ୍ତା କଲା ଯାହାକୁ ଅନେଇକି ଥିଲି ସେଇ ପାଟି ଆସିକି ପହଞ୍ଚିଲେଣି ଅପର ପାର୍ଶ୍ୱରେ ନାବ ରଖିଛି ପହଞ୍ଚି ଗଲେ 3 ଜଣ ଡାକୁଛନ୍ତି ବିଶ୍ୱାମିତ୍ର ହେ ଧୀବର ଏପଟକୁ ଡଙ୍ଗା ଆଣ ଏଇଠି ବାପା କହୁଛି ଅପର ପାର୍ଶ୍ୱରେ ରହିକି କବି ସମ୍ରାଟଙ୍କ ଭାଷାରେ କହୁଛି ଧୀବର କହିଲା ବଧିର ନୁହଁ ବୀର ବୋଇଲା କହୁଛି ବର ଶୁଣିଲି ପଥରେ ବାପା ବାଲି ପଡ଼ି ଆରେ ନୌକା ନାୟିକା ହେଲେ ଉଡ଼ିବ ଭେଳା ନୌକା ନାୟିକା ହେଲେ
କରୁନା ନାଇଁ ସେ ଯଦି ମୂଳରୁ ନ ଧରିବ ହଁ କାହାକୁ କହିବା ହଁ ଯାହା ହଉ ପୁରା ପୁରା ଟାଣି ହଉଛି ହଁ କଣ କରିବ ଆହା ହଁ ରହର ଚାହା ଆସିବ ଚାହା ପିବୁ ତୁ ବ୍ୟସ୍ତ ହନ ଆଜ୍ଞା 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 ହଁ ବାୟକଟି ହେଲା ପୁରୁଷ ହେଲା ଗାୟକଟି ହେଲା ନାରୀ ହଁ ପାଳିଆ ପୁରୁଷ ନୁହଁ କି ସ୍ତ୍ରୀ ନୁହଁ ସାରେ ସାରେ ଓ ଏମିତି କହିଲା କାଲିଠୁ ଆସିବିନି ହଁ ମୁଁ ଆଜି ଦିନକ ସରୁ କାଲି କଣ ହଉଛି ଦେଖିବା ତେଣୁ ହେ ମହାପ୍ରଭୁ ହଁ ଆରେ ତମେ ଯୋଉ ବାୟକ ପାଳିଆ ପୁଞ୍ଜିଏ ବାହାରିନ ହେଲା ଆମକୁ ଡରେଇ ଡରେଇ ଆମ ସବୁ ଅବସ୍ଥା ସାଂଘାତିକି କଲଣି ନାଇଁ ଆହା ହଁ କଣ ଟିକେ ଖୁଡଖାଡେ ଜାଣିଛ ହଁ ତମେ ଭାବୁଛ ଆମକୁ ନ ଧଇଲେ ଇଏ କୁଆଡେ ଯିବେନି ଯିବେନି ହଉ ଆମ ଭାଗ୍ୟ ତ ଛୋଟ ଆଉ କାହାକୁ କହିବା ହଁ ତେଣୁ ପ୍ରଭୁ ଏଇ ଏଇଠି କିନା ଡାକିଲା କଲା ହେ ପ୍ରଭୁ ହଁ ମୁଁ କାଲା ନୁହଁ କି ଜଡା ନୁହଁ ହଁ ଶୁଣିଲିଣି ପଥରେ ପଥର ଗଳା ବାଲି ପଡି ତୋ ଚରଣୁ ହଁ ଆଶଙ୍କା ଉପୁଜେ ଏଣୁ ନୌକା ନାୟିକା ହେଲେ ବୁଡ଼ିବା ଭେଳା ଗୋଟିଏ ମୋ ପୋଷେ କୁଟୁମ୍ବ କୁଟୁମ୍ବ ବସାଇ ନ ଦେବି ପାଦ ନ ଧୋଇ ନବ ବସାଇ ନ ଦେବି ପାଦ ନ- ନ ଧୋଇ ନା ନାପ ଆ ହଁ ଏତିକି ଯେତେବେଳେ କହିଲା ଏ ଲକ୍ଷ୍ମଣ ଠାକୁର ଉଠିଲେ ହଁ କହିଲା ଜାତିରେ ମିନ ମରା ହଁ ଆ କୁହ ହଁ। ଲେଖି ନାହାନ୍ତି ପଦେ ଏ କିଏ ସେ ହଁ କୁହ ହଁ। ଅର୍ଜୁନ ବାରି କଣ କହିଲେ ଅଛନ୍ତି ଗୁରୁଦେବ ମୋର ହଁ ଅନ୍ତିମ ସମୟ ହଁ ହଁ କଲା ଅଧମ ଜାଣେ ସେ ହଁ କି ଧର୍ମ ସେ ତ ହଁ ବର ଜାତି ଆରେ ବଢାଇ ବୟର ବଢାଇ ବେଳ ତାର ସୁଖ୍ୟାତି ତାର ତାର ସୁଖ୍ୟାତେ ତାର ସୁଖ୍ୟାତି ତାର ସୁଖ୍ୟାତି ତାର ସୁଖ୍ୟାତେ ତାର ସୁଖ୍ୟାତେ ହେ ମହାପ୍ରଭୁ ହଁ ଲକ୍ଷ୍ମଣ କହିଲା ରେ ମିନମରା ଜାତି ହଁ ତୁ ପାଦ ଧୋଇଦେବୁ କହିଦେବୁ ଏଇଠି ରାମ କହିଲେ ହଁ କହିଲେ ଲକ୍ଷ୍ମଣ ରେ ହଁ ଯୋଉଟା ତୁ କରିପାରିଲୁନି ହଁ ସେଇଟା ପ୍ରଭୁ କରିବ କରିବ ଏତିକି କହି ଆହା। ମୋ ପ୍ରଭୁ କଲା କଣ କଣ? କଲା ବଢାଇ ଦେଲେ ପୟର ଭାବ ଗାଈ ରଘୁ ବୀର ଭାବ ଗାଈ ରଘୁ ବୀର ପୟରେ ଖାଲି ତ କରି ବସନେ ପୋଛି ଆରେ ବ୍ରହ୍ମାରେ ଦୌତ ଯେ ପଦ ରୋহে ସେ ଦେବୀ ସାବର ରୋহে ସେ ଦେବୀ ସାବର ନ ପାଇ ଚରଣାମୃତ ପାନ କୁଇছে କୁଚି ବିଜ୍ଞାନୀ কৈବର୍ତ ଧୋଇଲା ହଁ ବିଶ୍ୱେ ପତିତ ପାବନ ନା ନାମ ରହିଲା ଏ କହୁନା ଭାଇ ଏହେ ଢାଳେ ପାଣି ନେଇ ହଉ ବ୍ରହ୍ମା ପହଞ୍ଚିଲେ ଏ କହିଲେ ମୁଁ ଟିକେ ପାଦ ଧୋଇ ଧୋଇଦେବି ଏଇଠି ଲକ୍ଷ୍ମୀ କହିଲେ ଏଇ ନାହିଁ ପାରିବନି ନାଇଁ ନାଇଁ ଯେତେବେଳେ ମନ ଦୁଃଖରେ ଆସିଲେ ହଁ ଏଇଠି ପ୍ରଭୁ ଡାକିଲେ କହିଲେ ବ୍ରହ୍ମା ଏ ମୁଁ ସିରିଏଲ ପରେ ସିରିଏଲ ହେବି ହଁ 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 ତମେ ମନ ଖୁସିରେ ପାଦ ଧୋଇବ ଧୋଇବ ତେଣୁ ପ୍ରଭୁର ଆସିଲା ପ୍ରଥମ ଅବତାର ଆଜ୍ଞା ହଁ ମତ୍ସ୍ୟ ଅବତାର ଅବତାର ପାଦ ନାହିଁ ବ୍ରହ୍ମା ଫେଲେ ହଁ ମତ୍ସ୍ୟ ପରେ କଶ୍ୟପ ଆସିଲା ହଁ ହଁ ଚାରିଟା ଗୋଡ ହଁ ବ୍ରହ୍ମା ଗଲା ବେଳକୁ ଖୋଳପା ଭିତରେ ପୁରେଇ ଦେଲେ ହଁ, ହଁ। ବ୍ରହ୍ମା ଫେଲେ ହଁ। ଆସିଲା ମତ୍ସ୍ୟ କଶ୍ୟପ ବରାହ ହଁ। ଯେତେବେଳେ ଦନ୍ତ ଅଗ୍ରରେ ପୃଥିବୀକି ରଖିଛନ୍ତି ହଁ। ବ୍ରହ୍ମା କହିଲା ପାଦ ଧୋଉ ଧୋଉ ପକେଇଦବ ମୋ ଉପରେ ଆଉ ଆପେ ବଞ୍ଚିଲେ ବୋପାର ନା ହଁ। ତିନିଟା ଯାଉ ହଁ। ବରାହ ପରେ ଆସିଲା ନୃସିଂହ ଅବତାର ହଁ। କହିଲା ଯେତେବେଳେ ନୃସିଂହଙ୍କ କଣ୍ଡିସନ ଦେଖିଲେ ବ୍ରହ୍ମା ହଁ। କହିଲେ କି ନଖ ଇଏ କରିଛି କିରେ ଆଉ? ମୋ ଆଡେ ସଳଖି ଦେଲେ ତମ ପେଟ ଫେଟ ଫୁଟିଯିବ ଫୁଟିଯିବ। କହିଲା ପ୍ରଭୁ ଚାରି ଯାଉ ହଁ। ଏଇ ସମୟରେ ଆସିକି ପହଞ୍ଚିଲା ହଁ। ତାହେଲେ ପଞ୍ଚମ ଅବତାରରେ ପ୍ରଭୁ ଥିଲା କେମିତି କେମିତି? ଓ ଲେଖିଲେ କିଏ ସେ ନଟବର ଧଳ ହଁ। କଣ ଲେଖିଲେ କଣ? କହିଲା ସତ୍ୟ ଯୁଗେ ହେଲ ପ୍ରଭୁ ଅଦ୍ଭୁତ ଦେବତା ସତ୍ୟ ଯୁଗେ ହେଲା ପ୍ରଭୁ ଅଦ୍ଭୁତ ଦେବତା ସତ୍ୟ ଯୁଗେ ହେଲ ପ୍ରଭୁ ଅଦ୍ଭୁତ ଦେବତା ସତ୍ୟ ଯୁଗେ ହେଲା ପ୍ରଭୁ
ତମ ଶରୀର ଉଚ୍ଚତା ହଁ ବଳି ଦ୍ୱାରେ ଯାଇଥିଲ ଧରି ତାଳ ଛତା ଛତା। ତ୍ରିପାଦ ଦାନରେ ବଳି ପାତାଳେ ଗମି ଗମିତା ବାପାରେ ଯେତେବେଳେ ବାମନ ରୂପକୁ ଦେଖିଲେ ହଁ କହିଲେ ୟା ପାଦରେ କେତେ ପାଣି ଧରିବ ମ ହଁ ଏତକ ସିନା ବ୍ରହ୍ମା ବାବୁ ଶୁଣନ୍ତି ହଁ। ସେପଟେ ଶିବ ଭାବିଲେ ହଁ। ମୋ ଭାଇ ଯେତେବେଳେ ଗୋଡ ଧୋଇଦବ ହଁ ଯୋଉ ପାଦୁକା ପାଣି ତକ ଆସିବ ହଁ। ସେତକ ମୁଁ ପିଇଦେବି ହଁ ବାପା ଆଉ କୋଉ ପାଣି ନିଗୁଡୁଛି ଯେ ଆଉ ଶିବ ପାଇବେ ହଁ। ତେଣୁ ଧୋଇଲା କିଏ କିଏ? କହିଲା ବିଜ୍ଞାନୀ କହି ବର୍ତ ଧୋଇଲା ବିଜ୍ଞାନୀ କହିବା ଧୋଇଲା ବିଜ୍ଞାନୀ କହି ବର୍ତ ଧୋଇଲା ବିଜ୍ଞାନୀ କହିବା ଧୋଇଲା ଆଦି ସେ ପତିତ ପାବନ ନାମ ହିଲା ବିଶ୍ୱପତି ପାବନ ନାମ ହିଲା ଧନରେ ହଁ ଯୋଉ ପାଦକୁ ହଁ କୈବର୍ତ ପୁଅ ଧୋଇଲା ହଁ ବ୍ରହ୍ମା ପାଇଲେନି ହଁ ଆଉ ଭକ୍ତିର ମୂଳରେ ଜଗତ ହଁ ତେଣୁ ଶ୍ରଦ୍ଧା ନଥାଇ ଅନ୍ତର୍ଗତେ ତାହା ମୁଁ ଭୋଗିବି କେମତେ କେମନ୍ତି ଆଜ୍ଞା ଗୋବିନ୍ଦ ସାରେ ଗୋବିନ୍ଦ ବିଶ୍ୱାଳ ଆଉ ସେ ବିଶ୍ୱାଳ ଛାଡ ମୋ ଗୋବିନ୍ଦ ଦେଲେଣି ହଁ ତେଣୁ ହେ ମହାପ୍ରଭୁ ହଁ। ଗଲା ଗୋବିନ୍ଦ ଗୋକୁଳାନନ୍ଦ ଗୋପାଳ ଗୋପୀ ବଲ୍ଲଭ ଗୋବର୍ଦ୍ଧନମ ଧରମ ଧୀରେ ତମତେ ଗୋବନ୍ଦେ ପ୍ରିୟ ଏ ପୁଅ ହଁ ଆମେ ଗୋଟିଏ ଗୋବିନ୍ଦ କହିଥିଲେ ହଁ ଆଉ ଜଣେ ଗୋବିନ୍ଦ ପହଞ୍ଚିଲେ ହଁ। ଆରେ ହେ ଗୋବିନ୍ଦ କିଏ କିଏ? ଧନ ହଁ। ତ୍ରେତୟା ଯୁଗର କଥା ହେ। ମା ସୀତା କହିଲେ ରାମକୁ ହଁ। ହେ ପ୍ରାଣନାଥ ହେ। ଗୋଟିଏ ଗୋସେଇ ଟିକେ ଆଣ ମୁଁ ଖାଇବାକୁ ଦେବି ହଁ। ଆହା ହଁ। ରାମ କହିଲେ ସୀତେ ହେ। ତମର ଏତେ ଗର୍ବ ବଢିଗଲାଣି ହଁ। କେମିତି ଗୋଟିଏ ଗୋସେଇ ଢୁକେଇ ଦେବି ହଁ। ହାତ ହଉଥବ ଗୁଣ ଗାଉଥବ ଗାଉଥବ। ପରେ ହେ। ଡାକିଦେଲେ ପ୍ରଭୁ ବ୍ରାହ୍ମଣଙ୍କୁ ହଁ। ବ୍ରାହ୍ମଣ ବସିଲେ ହଁ। ସୀତା ରୋଷେଇ କଲେ ହଁ। ରାମ ଦେଲେ ଦିଲ୍ଲୀ ଯେତେବେଳେ 15 ଦିନ ଗୋସେଇ ଖାଇଲେ ହଁ ସୀତାଙ୍କର ଆଉ ନେଟ୍ କାମ କଲାନି ହଁ ଗଲା ଗଲା ପଚାରିବ ଭାଇନା ପିଇବେନି ହଁ ରାମ ପଚାରିଲେ ଭାଇନା ପିଇବନି ହଁ। ନା ଆବଶ୍ୟକ ହେଲେ ମାଗିବି ମାଗିବି ପୁଅ ଯେତେବେଳେ 20 ଦିନ ହେଲା ହଁ ଆଉ ସୀତାଙ୍କର କିଛି ମୁଣ୍ଡ କାମ କଲାନି ନାଇଁ କହିଲା ଭାଇନା ଖାଲି ଖାଉଛନ୍ତି ପିଇବେନି ହଁ। ଯାହା ରାମ ପଚାରିବ ହଁ। ନା ଆବଶ୍ୟକ ହେଲେ ମାଗିବି ହଁ। ବାପା 23 ଦିନ ବେଳକୁ ହଁ। ଆଉ ସୀତାଙ୍କର ଗ୍ୟାସ ନାହିଁ କି ପରିବା ନାହିଁ କି ଚାଉଳ ନାହିଁ ଏ ଏକାଳେ ସବୁ ବନ୍ଦ ହଁ ରାମ ଯାଇକି କହିଲେ ଭାଇନା ସବୁ ବନ୍ଦ ହଁ। ଯେ ତମେ ପିଇବନି ନାଇଁ ନା ପିଇବି ହଁ ନା କେତେବେଳେ ଏ ନା ତ୍ରେତୟା ଯୁଗରେ 23 ଦିନ ଖାଇଲି ହଁ ଦ୍ୱାପର ଯୁଗରେ 7 ଦିନ ପିଇବି ପିବି ଏ ସୀତା ଶୁଣୁଥିଲେ ହଁ କହିଲେ ଗୋସେଇକି କଣ ମରଣ ହବନି ଏ ଏଇଠି ଗୋସେଇ ବାହାରି ହଁ କହିଲେ ଭଲ ଲମା ଖାଇବାକୁ ଦେଇକି ମୋ ମରଣ ଚିନ୍ତା କରୁଛ ହଁ ମୁଁ 23 ଖାଇଲି ତ୍ରେତୟାରେ ହଁ ଦ୍ୱାପରରେ 7 ପିଇବି ପିବି ଆସିକି ସମୟ ହେଇଛି ହଁ ଗୋସେଇ ବସିକି ପିଉଛୁ ହଁ 7 ଦିନ ଇନ୍ଦ୍ର ବୃଷ୍ଟି କଲା ହଁ ବଜ୍ରା ଘାତେ ପଥର ବରଷିଲା ହଁ ଆବର୍ତ୍ତକ ସମର୍ତ୍ତକ ଦୃଢ ପୁଷ୍କର ହେ। 4 ମେଘକୁ ଏକତ୍ରିତ କରି ହଁ ଯେତେବେଳେ ଗୋପ କଟକକୁ ପକଉଛି ଉଠଉଛି ହଁ ଇନ୍ଦ୍ର କହିଲାରେ କୁଆଡେ ପାଣି ଯାଉଛି ହଁ ଟିକେ ଦେଖିବା ଦେଖିବା ଇନ୍ଦ୍ର ଆସିକି ଦେଖିଲା ବେଳକୁ ହଁ ବାପା ନାଦ ମୁଣ୍ଡାରେ ଗୋସେଇ ବଇଛି ହଁ ଯେତେ ପାଣି ଯାଉଛି ହଁ ତାଙ୍କ ଆଞ୍ଜୁଳାକୁ ପାଉନି ହଁ ଇନ୍ଦ୍ର କହିଲା ଯିଏ 20 HP ମେସିନ ବସେଇଛି ମୁଁ କେତେ ପାଣି ଆଣିବି ହଁ ପୁଅ ହଁ ହେଠୁ ଦେଖିକି ଆସିକି ଯେତେବେଳେ ଗୋପପୁରରେ ପଶିଲା ହଁ ପ୍ରଭୁ କରିଛି କଣ କଣ ନା ଛତ୍ର ଆକାରେ ଗିରିବର ଧରି ହଁ ଗୋପ ସମ୍ପଦ ରଖିଛି ରଖିଲେ ମୁରାରୀ ଗଲାରେ ଏଠି ତ ଭଲ ବିଲ୍ଡିଂ ଟା କରିଛି ହଁ ଆଉ କୋଉ ବାଟେ ମୁଁ ହଇରାଣ କରିବି ହେ। ଏଇଠି ଇନ୍ଦ୍ର ହାତକୁ ଯୋଡ଼ିଦେଲା ହଁ ଇନ୍ଦ୍ର ହାରିଣ ଶରଣ ପଶିଲା ହରିଣ ଶରଣ ପଶିଲା ଗୋପେ ଗୋବିନ୍ଦ ନାମ ଦେଇଗଲା ଗୋପେ ଗୋବିନ୍ଦ ନାମ ଦେଇଗଲା ପରେ ହଁ ଆକାଶେ ଉଦେ ନିଶା କର ଗୋବିନ୍ଦ ଉଦରୁ ବାହାର ଦେବତା ମାନେ ନାଁ ଦେଇଥିଲେ ଗୋବିନ୍ଦ ଗୋବିନ୍ଦ ଏବେ ଇନ୍ଦ୍ର ହାରିଣ ନାଁଟିଏ ଦେଲା ଗୋବିନ୍ଦ ଗୋବିନ୍ଦ ସେଇ ମହାପ୍ରଭୁ ହଁ ମୋ ଗୋବିନ୍ଦ ଭାଇଙ୍କ ଚଲା ପଥରେ କୁସୁମ ବୃଷ୍ଟି କରିବା ସଙ୍ଗେ ସଙ୍ଗେ ହଁ ଉପସ୍ଥିତ ଶ୍ରୋତା ବକ୍ତା ମା ମାଉସୀ ମାନଙ୍କ ଚଲା ପଥରେ କୁସୁମ ବୃଷ୍ଟି କରି ହଁ ଏ ଅନୁଷ୍ଠାନକୁ ଦୀର୍ଘାଉ କରନ୍ତୁ ସର୍ବେ ବୋଲ ଆନନ୍ଦେ କବା ହରି ହରି ବୋଲା
সহে এও দেখা দিয়া মুরারি কাহি অচা সহে দেখা দিয়া মুরারে কাহিয়া চাকা সোহে আহা গোপীଙ୍କ জীবন হে নন্দ নন্দন এ গোপী জীবন হে নন্দ নন্দন প্রিয়মণি বৃন্দা বন বিহারী কাহি অচা সহে দেখা দিয়া মুরারি কাহি অচা সহে হে মহাপ্রভু এইଠି মা সুমিত্রা কহিলে রামরে তু তো পাদ ধূଳି ଲଗେଇଥିଲେ ମୋ ଧନ ଭଲ ହେଇଥାନ୍ତା ତୁ କାହିଁକି ପାଦ ଧୂଳି ଲଗେଇଲୁନି এইଠି ବାପା କହୁଛନ୍ତି ରାମ ମାରେ ମୁଁ ଯଦି ପାଦ ଧୂଳି ଲଗେଇକି ତା ଘା ଭଲ କରିଥାନ୍ତି ଆଉ କଳି ଯୁଗରେ ଆୟୁର୍ବେଦିକ ଚଳି ନଥାନ୍ତା ନା କଣ ଆୟୁର୍ବେଦିକ ନା ମନ ଦେଇକି ଶୁଣ ସେଦିନ ପମ୍ପା ସରୋବର ତୀରରେ ମାତଙ୍ଗ ଋଷିଙ୍କ ଆଶ୍ରମରେ ବସିଛି ମୋ ମା ନାଁଟି ହେଲା ଶ୍ରବଣା ଫଳ ଚାଖିକି ରଖିଛି ଯୋଉ ଫଳ ସ୍ୱାଦ କଲା ଏଇଟା ମୋ ରାମ ଖାଇବ ଆଉ ତିନିଟା ଫଳରେ ଦନ୍ତ ଚିହ୍ନ ଦେଇନି ଯେତେବେଳେ ଫଳ ଗୁଡାକ ଖାଉଛି ଲକ୍ଷ୍ମଣ କହିଲା ପ୍ରଭୁ ଆରେ ତମେ ମା ହାତ ଭରା ଭାତ ଥାଳି ଅମୃତ ଠାରୁ ସେ ଯାଏ ବଳି ପରେ ଯୋଉ ପିଲାମାନେ ବାପା ମାଙ୍କ ସାଙ୍ଗରେ ଖାଆନ୍ତିନି ବାପା ମାଙ୍କୁ ଘୃଣା କରନ୍ତି ବାପାରେ ରୁଆ ଧାନ ଥୁଆ ତାଙ୍କ ପିଲା ତାଙ୍କ ସାଙ୍ଗରେ ଖାଇବନି କାହିଁକି ଜାଣିଛ ଆରେ ବାପା ମାଙ୍କର ଉଚ୍ଚିଷ୍ଟ ହଉଛି ମହାପ୍ରସାଦ ବାପାଙ୍କ ସାଙ୍ଗରେ ଖାଇବ ମାଙ୍କ ସାଙ୍ଗରେ ଖାଇବ ମା କୋଳରେ ଶୋଇବ ତାର ଯୋଉ ଆନନ୍ଦ ଅଛି ଆଉ ବାପା ଆନନ୍ଦ ମିଳିବ ତେଣୁ ହେ ମୋର ବିଦଗ୍ଧ ଶ୍ରୋତା ମଣ୍ଡଳୀ ଏଇଠି ମହାପ୍ରଭୁ କହୁଛନ୍ତି ମା ଇଏ ତିନିଟା ଫଳ ଖାଇସାରିଲା ପରେ ଲକ୍ଷ୍ମଣ କହୁଛି ମୁଁ ଖାଆନ୍ତିନି ଏଇଠି ମା କହିଲା ନେ ଯେତେବେଳେ ନେ କହିଲା ରାମକୁ ରାମ କହିଲା ମାର ତ ଦନ୍ତ ଚିହ୍ନ ନାହିଁ ମୋର ସେଗୁରା କଣ ହବ ସିଏ କହିଲା ଲକ୍ଷ୍ମଣ ନେ ଲକ୍ଷ୍ମଣକୁ ଯେତେବେଳେ ଦେଇଦେଲା ଲକ୍ଷ୍ମଣ କହିଲା ଭାଇ ତ ଖାଇବାକୁ କହିଲାନି ମୋର କଣ ହବ ସିଏ ବାପା ଫଳ ତିନୋଟି ଫିଙ୍ଗିଦେଲେ ପଡିଲା କୋଉଠି କହିଲା କୈଳାସ ପର୍ବତେ ବସିଛି ଜଟିଆ ଆରେ କୈଳାସ ପର୍ବତେ ବସିଛି ଜଟିଆ ଆଉ ପାର୍ବତୀ କି ସଙ୍ଗେ ଧରି ଏ ଆଖି ବୁଝି ବାବା ସବୁ ତ ଦେଖନ୍ତି ଆରେ ଆଖି ବୁଝି ବାବା ସବୁ ତ ଦେଖନ୍ତି ଏ ପୁଅ ବାବା পরীকে নাতি শরীরে এ মোর জটিয়া বাবা পরীকে নাতি শরীরে এ মোর জটিয়া বাবা পরীকে শরী হেবারে মোর জটিয়া বাবা পরীকে শরীরে মোর জটিয়া বাবা ধনরে ইয়ে তম নয়াগড় জেলার খণ্ডপড়া জেলার হেলা সারে পুয়া খণ্ডপড়া গণিত নয়াগড় সাহিত্য খলিকোট রাজনীতি পালাখেমুন্ডি সঙ্গীত ইয়ে স্বতন্ত্র অলগা তেণু নয়াগড় পাঠ যে ন নেইছি সে গায়ক হইপারিব খণ্ডপড়া গণিত পাঠ যে ন শিখিছি সে বাপা পণ্ডিত হইপারিব তেণু ইয়ে হচ্ছে গদাধর সিংহ সামন্তଙ୍କର ଯାହାକୁ କହନ୍ତି ଝୁମ୍ପା ସଙ୍ଗୀତ ତେଣୁ ତାଙ୍କର ଆଉ ଯୋଉ ଥାକ ଯୋଉ ଛାନ୍ଦ ଆଉ ବାପା ଆମେ ଯୋଉ କୀର୍ତ୍ତନିଆ ଗାୟକ ଏବେ ନୂଆ ନୂଆ ବାହାରିଲୁ ଏଗୁରା କଷ୍ଟ ହଉଛି ବୋଲି ଆମେ ଆଉ ଗାଉନୁ ଆଉ ନହେଲେ 3-4 ଘଣ୍ଟା ଆମେ ତ ରଡ଼ି ପକାନ୍ତୁ ତେଣୁ ହେ ମହାପ୍ରଭୁ ଇଏ ଭାଗବତ ପ୍ରଧାନଙ୍କର ଲେଖା ଇଏ କାହାକୁ କେମିତି ଜାଣିବ ନାଇଁରେ ପୁଅ ହେ କଥା ମୁଁ କହିବିନି ନା ମାରି ପକେଇବେ କଷିକି ପ୍ରଭୁ ତେଣୁ ହେ ମହାପ୍ରଭୁ ଇଏ ସବୁ ଯାକ ତମ ନୟାଗଡ଼ରୁ ଆରମ୍ଭ ନାଇଁ ଆଜ୍ଞା ତେଣୁ ନୟାଗଡ଼ ହଉଛି କବି ମାଟି ନୟାଗଡ଼ ହଉଛି ଜ୍ଞାନ ମାଟି ନାଇଁ କି ତେଣୁ ସବୁ କବି ମାନେ ଗଲେଣି ଆଉ ଜଣେ କବି ବଞ୍ଚିଛନ୍ତି ବାପାରେ ପଙ୍କରୁ ପଦ୍ମ ଫୁଟିଲା ଭଳି ଅଛନ୍ତି ସେ ଗାଁ ନାଁଟି ହଉଛି ହରିପୁର ବଡ ଦେଶ ହରିପୁର ବଡ ଦେଶ ହରିପୁର
ଅର୍ଜୁନ ନାଁଟି ଚରଣ ହେଲା ଆଜ୍ଞା ଅର୍ଜୁନ ବାରିକ। ହଁ ଆଉ ହେଇ ଜଣକ କବି ବଞ୍ଚିଛନ୍ତି ହଁ ଆଉ ସମସ୍ତେ ଗଲେଣି ତାଙ୍କରି ଗୀତରୁ ଆମେ ପଢୁଛେ। ହଁ ହେଲେ ପୁଅ ହଁ ସେ ଯୋଉ ମାଟିରେ ଜନ୍ମ ହେଇଛନ୍ତି ହଁ ଭଗବାନ ତାଙ୍କୁ ସେ ମାଟିରେ କେମିତି ଜନ୍ମ ଦେଲେ ବାପା? ହଁ ମୁଁ କୀର୍ତ୍ତନ କରୁଛି ଯୋଡ଼ା ତିନିଟା ବମ୍ ପଡିଗଲା। ହଁ ମୁଁ କହିଲି ମତେ କେମିତି ନୟାଗଡ଼କୁ ନେଇଯା, ମୋର ଯୋଡ଼ିଏ କୁନି କୁନି ଝିଅ, ମୁଁ ସଂସାରରୁ ଚାଲିଛି। ଏ ଯୋଉ ପ୍ରକାର ବମ୍ ପଡୁଛି ସେ ଗାଁରେ ଆଜ୍ଞା ହଁ। ଆପଣ କଳ୍ପନା କରିପାରିବେ। ତେଣୁ ହେ ମହାପ୍ରଭୁ ହଁ ସେଇ ଭାବନାକୁ ଲକ୍ଷ୍ୟ ରଖି ହେଲା ଆଜି ଶିବ କହିଲେ ଏ ଫଳ କଣ ହବ? ହଁ ସିଏ ଫଳ ତିନିଟାକୁ ଫିଙ୍ଗିଲେ। ହଁ ପଡିଲା କୋଉଠି? କୋଉଠି ଯାଇକି ଗନ୍ଧମାର୍ଦ୍ଦନରେ ପଇଲା। ବେଶ ଗର୍ଦ୍ଧମାର୍ଦ୍ଦନ ଯେତେବେଳେ ପଇଲା ମୋ ମା ଜାଣିଲା, କହିଲା ହରେ ମା ହାତ ବଡା ଜିନିଷକୁ ଫିଙ୍ଗିଦେଲୁ, ମୁଁ ଅଭିଶାପ ଦଉଛି ଲକ୍ଷ୍ମଣ। ଏଇ ତିନିଟା ଗଛରୁ ତିନିଟା ବାପା ତିନିଟା ଫଳରୁ ତିନିଟା ଗଛ ହବ। ହବ ତାରି ପତ୍ର ତୋରି କାମରେ ଲାଗିବ। ଲାଗିବ ଲାଗିବ ଗୋଟିଏ ହେଲା ବିଶଲ୍ୟକରଣୀ, ଗୋଟିଏ ଗୋଟିଏ ହେଲା ମୃତ୍ୟୁ ସଞ୍ଜୀବନୀ, ଗୋଟିଏ ହେଲା ଅମ୍ୟ କରଣୀ। କରଣୀ ଘା ଶୁଖିବ, ହଁ ମାଂସ ପୁରିବ, ହଁ ଚିହ୍ନ ଛପିବ। ହଁ ଏ ତିନିଟା ଜିନିଷ କଳି ଯୁଗରେ ଆୟୁର୍ବେଦ ହେଇକି ରହିବ। ହଁ ତେଣୁ ମା ମୁଁ ଯଦି ପାଦ ଧୂଳି ଲଗେଇକି ଭଲ କରିଥାନ୍ତି ହଁ ଆଉ କଣ ଏତେ କଥା ହେଇଥାନ୍ତା? ନାଇଁ ନାଇଁ ନ ପାହୁ ରାତି ହଁ ନ ମରୁ ପତି, ହଁ। ଏକ ରାତି ହଉ ଶପଥ ରାତି ତୁ ଯେମିତି ହଁ ତୋ ମା ସେମିତି, ହଁ ମୁଁ ଯିବି କେମିତି? ହଁ ଆଉ ଅଛି କେତେ ରାତି? ଏ ଇଏ କାହାକୁ କହିଥିଲା? ହଁ ଖଣ୍ଡ ବୁଝେଇଲା ଭୂଷବକୁ ଆଉ ନୁହଁ ଆଉ କଣ? ଭଲ କଥା ଟିଏ କହୁଛି ମାଳି ହର ତ ହଁ କହିଲା ଷଣ୍ଢ ବୁଝଉଛି ଭୃଷବୁ। ହଁ। ଆରେ ପୁଅ ହଁ। ଷଣ୍ଢ ତ ଗୋଟେ ଆଡେ ଗଲା, ହଁ ଭୃଷବ ତ ଗୋଟେ ଆଡେ ଗଲା, ହଁ ତୁ ମାଳି ହର ପୁଅ ହଁ ଏ ମହାଦେବ ଠି ଯୋଉ ପଥରରେ ଶୋଇଛି ତାକୁ କଣ କହନ୍ତି? ତମେ କଣ ଷଣ୍ଢ କିଏ ଭୂଷବ କିଏ ଜାଣିଲଇ? ଆରେ ମୁଁ ତତେ କଣ କହୁଛି ତୁ ମତେ କହୁନୁ? ହଁ ମହାଦେବଙ୍କ ଆଗରେ ଯୋଉ ଗୋଟିକ ଶୋଇଛି ପଥରରେ ଆମେ ପ୍ରତିମୂର୍ତ୍ତି କରିଛି, ସେ ହଉଛି ଭୃଷବ ଆରେ ବାସୁଆ ବଳଦ ହଁ। କହିଲା ଭୃଷବ। ହଁ ସେଇଥିପାଇଁ ତମ ମାଳି ଗୁଡାକ ଦିନକୁ ଦିନ ଶୁକୁଟା ହେଇଯାଉଛ ହଁ ଆଜ୍ଞା। ହଁ ହଁ ଯେତେକ ପାପି ମାଳିକଠୁ ପାପି କେହି ନାହାନ୍ତି, ଏ କିଏ ଅଛନ୍ତି ଆଜ୍ଞା? ତେଣୁ ହେ ମହାପ୍ରଭୁ ନରାଣଂ ନାପିତଂ ଧୃତଂ, ହଁ ଯେତେ ପୁରୁଷ ଭାଇ ଅଛେ ବାରିକ ପୁଅକୁ ଛାଡ଼ିଦେଲେ ଧୃତ କେହି ନାହାନ୍ତି। ନାହାନ୍ତି ଚୁଟିକି ଧରିକି ଫେଣ କରି କହିବେ ବର୍ତ୍ତନ ଦେଲୁନି ହଁ ପୁଅ। ହଁ ଯେତେ ପକ୍ଷୀ ଅଛନ୍ତି କାଉଠୁ ଚାଲାଖେ ନାହାନ୍ତି, ନାହାନ୍ତି ଯେତେ ପଶୁ ଅଛନ୍ତି ବିଲୁଆ ବଡ ଚତୁର, ହଁ ଆଉ ଯେତେ ମା ଅଛନ୍ତି ହଁ ମାଳିହର ବୋହୁ ସାଙ୍ଗରେ କେହି ଚାଲାଖେ ନୁହଁ। ନା କେମିତି କେମିତି? ହଁ ଇଏ କଉଣା ଭାଇ ନେଇ ନାହିଁ, ହଁ ତାଙ୍କ ଭାଉଜକୁ ଟଙ୍କା 100ଟା ଦବ, କାଜି ସୋମବାର ଟିକେ ଜଳସାଇ କରିଦବ। ହଁ ନା ତମେ ଯାହା ମୁଁ ଭାଇକି ଦେବି, ହଁ ଆଉ ତମେ ତ 4 ପାଉଣ୍ଡ ଆଇଥବ ସେ ମାର୍କେଟକୁ ପଠେଇ ଦେଇଥବ, ହଁ। ତା ପିଲାକୁ କହ ଯା ହାରିମା ଆଳୁ ଆଣିମୁ, ହଁ ତା ଜଳସାଇ ଗାଧେଇ ଯାଉ। ହଁ। ତେଣୁ ଏଇଥିପାଇଁ ଦନେଇ ଦାସ ଲେଖିଲେ ହଁ ପଇସା ନଦବ ମାଲିକ, ହଁ ଭୋଗ କରିବାକୁ ପଇସା ନଦବ ମାଲିକ। ମାଲିକ, ଟଙ୍କା କରଜ ନଦବ ଶାଳୀ। ଶାଳୀ କଥା କହିଲା ଆସିକି କମ ହଉଛି ଏ? ହଁ ତେଣୁ ହେ ମହାପ୍ରଭୁ ଏଇ ଭାବନା କରି ଧନରେ ବାପା। ତେଣୁ ଏଇଠି ସୁମିତ୍ରା କହିଲେ ଧନ ହଁ ଆଉ ମୁଁ କଣ ଆଉ ଜାଣିଛି ଏତେ କଥା ଅଛି? ମୁଁ ଆଶୀର୍ବାଦ ଦଉଛି, ତୁ ଅଯୋଧ୍ୟା ସିଂହାସନରେ ବସି ବସି ଅଯୋଧ୍ୟାକୁ ପାଳନ କର। କରେ ପୁଅ ଯେତେବେଳେ 3 ମା ଯାକ କଥା ସଇଲା, ହଁ ଏଇଠି ପାର୍ବତୀ କଲେ ହେ ନାଥ, ହେ କୌଶଲ୍ୟା ଗଲେ, ହଁ କୈକେୟୀ ଗଲେ, ହଁ ସୁମିତ୍ରା ଗଲେ, ଗଲେ ଆଉ ତାପରେ କଣ ଅଛି ହଁ ନା ମନ ଦେଇକି ଶୁଣ, ହଁ ଏଇନା ଆଉ ଜଣେ ମା ବାହାରିବ, ହଁ ଏ ମା ଠୁ ଆମରି ଘର ପାଠ ଆରମ୍ଭ ହବ। ହେଲା ସେ ମା ଜଣକ କିଏ? ତେଣୁ ହେ ମୋର ବିଚାରକ ମଣ୍ଡଳୀ ବୁଧେ କରନ୍ତୁ ବିଚାର, ବୁଧେ କରନ୍ତୁ ଇଏ ରାମାୟଣ ରାମ ଲୀଳା ଅମୃତ ସାଗର ବୁଧେ କରନ୍ତୁ ରସ କଷୁଥିବ ବସି ସାମନ୍ତ ପ୍ରବର ବୁଧେ କରନ୍ତୁ
ହେବ କାରବାର ବୁଧେ 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 আরে অনেকে বতুন তাকু বুধে କହୁନା ଭାଇ ହଁ ଦିହକୁ ଜଗିକି ବାଡ଼ା ହେଲା କାହିଁକି ହଁ ନା ତମର ଯୋଉ ଅବସ୍ଥା
ମୋରି ଲସ୍ ହବ ନାଇଁ ବାଡ଼ଉ ବାଡ଼ଉ କେତେବେଳେ ଛାଡ଼ିଯିବ କିରଣ ନାଇଁ ଭଲ ବାଡଉଛି ହଉ ହଉ ତେଣୁ ହେ ମହାପ୍ରଭୁ ହେଲା ଇଏ କୌଶଲ୍ୟା ଗଲା କୈକେୟୀ ଗଲା ସୁମିତ୍ରା ଗଲା ଏଇଠି ପାର୍ବତୀ ପଚାରିଲେ ନାଥ ନାଥ ଆଉ ଅଛି ଆଉ ନାଇଁ ନା ମନ ଦେଇକି ଶୁଣୁ କଣ କଲା ଶୁଣଲ ପାର୍ବତୀ ତୁହି ଏବେ ମନ କରନ ରେ ମନ କନ ଦେଇ ଶୁଣ ମନ କନ ଦେଇ ଆହା ମର୍ଯ୍ୟାଦା ପୁରୁଷ ରାମ ବ୍ରହ୍ମାଣ୍ଡ ଗୋସାଇ ବ୍ରହ୍ମାଣ୍ଡ କଲା ପାର୍ବତୀ ଲୋ ମୋ ରାମ ଯେତେବେଳେ ଯାଉଛନ୍ତି ରାଜା ହବା ପାଇଁ ଇଏ ତିନିଟା ମାକୁ ଅତିକ୍ରମ କଲା ପରେ ଆଉ ଗୋଟିଏ ମା ବାହାରିଲା କହିଲା ରେ ଘର ବୁଢା ରାମ ମୋ ଘରଟାକୁ ତୁ ବୁଡେଇ ସାରିଲୁଣି ଆରେ ତୁ କି ରାଜା ହବୁ ଚମକି ପଡିଲେ ରାମ ଆରେ ମା ଜଣକ କିଏ ଯେତେବେଳେ ରାମ ବୁଲିକି ଦେଖିଲେ ଛିଡା ହେଇଛି ମା ମା କିଏ ମା ହଉଛି ଆଜ୍ଞା ପବନ ନନ୍ଦନ ବୀର ହନୁମାନଙ୍କର ମା ନାଟି ହେଲା ଅଞ୍ଜନା ଅଞ୍ଜନା ରାମ ପଚାରିଲେ ମା ତୋର କଣ ଅସୁବିଧା ଏଇଠି ମା କହିଲା କହିଲା ଯେଉଁ ଦିନ ହନୁମାନ ଆରେ ଯେଉଁ ଦିନ ହନୁମାନ ଆରେ ବିବାହ କରିବ ବିବାହ କରିବ ବିବାହ କରିବ ଆହା ବିବାହ କରିବ ବିବାହ କରିବ ଆହା ସେଇ ଦିନ ରାମଚନ୍ଦ୍ର ହେ ରାମଚନ୍ଦ୍ର ରାଜନ ହୋଇବ ରାଜନ ହୋଇବ ସେହି ଦିନ ରାମଚନ୍ଦ୍ର ରାଜନ ହୋଇବ ରାଜନ ହୋଇବ କହିଲା ହଇରେ ରାମ ମୋ ପୁଅ ତୋ ପାଇଁ କଣ କରିଛି ମୋ ପିଲାଟାକୁ ଅଧା ବୁଢା କରି ସାରିଲୁଣି ନା କଣ ମା ନା ଭାଲୁ ମାଙ୍କର ଏତେ ଥିଲେ ଆରେ କାହାକୁ ଲୁଚେଇକି ମୁଦି ଦେଇ ପାରୁନଥିଲୁ ମୋରି ପିଲାଟାକୁ ଦେଲୁ ଖାଲି ମୋ ଟାଣୁଆ ପିଲା ବୋଲି ବାପାରେ ସବୁ କଥା କରିଗଲା ଧନ ଏଇ ମୁଦିର ପ୍ରକୋପ ପାଇ ପହଞ୍ଚିଲା କିଏ ସେ ବାପା ହନୁ ହନୁ ବାହାରିଲା ଗୋଟିଏ ମା ସିଂହିକାକୁ ମାଇଲା ନାଗମାତା ସୁରେଶାକୁ ମାରିଲା ମୈନିକା ପର୍ବତଠୁ ବଳ ନେଲା ପହଞ୍ଚିଲା କୋଉଠି ସୁବଳା ପର୍ବତରେ ରାମାୟଣରେ ଆଜ୍ଞା ଯୋଡେ ବିଲେଇ ଗୋଟେ କଳା ବିଲେଇ ଗୋଟାଏ ଧଳା ବିଲେଇ ପୁଅରେ ଏଇଠି ହନୁ ଗୋଟାଏ ଧଳା ବିଲେଇ ରୂପ ଧଇଲା ବହି ହେଲା ବିଚିତ୍ର ରାମାୟଣ କବି ହେଲେ ବିଶ୍ୱନାଥ ଖୁଣ୍ଟିଆ ରବି ଅସ୍ତେ ସନ୍ଧ୍ୟା ହେଲା ପ୍ରକଟ ଏଇଟା ବାପା ସମସ୍ତେ ଗାଁ ଗଣ୍ଡାରେ ବୁଲନ୍ତି ସବୁ ପ୍ରଭୁ ଏଇ ଭାବନା କରି ଏଇପଟେ ଯେତେବେଳେ ଗତସ୍ତୁଆ ଶୈଳ ଶିଖରେ ଖର ରଶ୍ମି ମାଳି ହର୍ଷାତ ପ୍ରପାତ ଶଲ୍ୟସ୍ୟ ଚରମସ୍ୟ ସିନ୍ଧୁ ମହାନାଟକରେ ବେଳ ବୁଡ଼ିଲା ସମୟରେ ବାପା ହନୁ ମାଦାର ରୂପ ଧରିକି ଏଇ ଗାଈକ ଭିତରେ ପଶିଲା ଏ ଉତ୍ତର ଦ୍ୱାରର ଜଗୁଆଳି ହଉଛି ଗୋଟେ ଲେଡି ତା ନା ଲଙ୍କିନୀ ଯେତେବେଳେ ହନୁ ବିରାଡ଼ି ରୂପ ଧରିକି ପଶିଛି ଲଙ୍କିନୀ କହିଲା କିରେ ଅସୁରପୁରରେ ବିରାଡ଼ି କୁଆଡେ ଆଇଲା ଏଇଟା ଗୋଟା ନୁଙ୍ଗୁଡା କିଏ ଯାଉଛି କହିଲା ଏ ଉଠୁ ଉଠୁ କିଏ ତୁ ଯାଉଛୁ ହନୁ ଉଠିଲା ତାର ମାଙ୍କଡ ରୂପ କି ଆର ରାକ୍ଷାସୀ ରୂପ ହନୁ କହିଲା କି ଯୋଡିକିରେ ଆମର ମାନିବାକୁ ପଡିବ ନମସ୍କାର ଟିଏ କଲା ହନୁ କହିଲା ମା ତୁ କିଏ ନା ଲେଡିଜ ସିକ୍ୟୁରିଟି ଫୋର୍ସ ମୁଁ ଲଙ୍କିନୀ ନା ଖାଲି ଲୁଙ୍ଗୁଡାକୁ ଜଗୁଛୁ ନା ଡକେଇତୁଙ୍କୁ ଜଗୁଛୁ ନା କାହାକୁ ଛାଡ଼ିବିନି
ଆଲୋ ମା ହଁ ଏପଟେ ଗୋଟେ ଡକାୟତ ଯାଇଛି କିଆ ଛାଡି ଦେଇଛୁ ହଁ ନା ରେ ଡକାୟତଟା କିଏ କିଏ ଏଇଠି କହୁଛି ହନୁ ହଁ ଶୁଣିବୁ ତା ଆଡ୍ରେସ କିଏ ଗଲା ଲଙ୍କାର ରାଜନ ନାମ ତା ରାବଣ ସଂସାରରେ ବଡ ଚୋର ସଂସାରରେ ବଡ଼ ଚୋର ରେ ଭଲା ସଂସାରରେ ବଡ଼ ଚୋର ଜନ କରନ୍ତି ଜାନକୀ ମାତାକୁ କଲ କଲ ଦିଦି ଜାନକେ ମାତାକୁ କରିଛି ସତ୍ୱର ଲଙ୍କିନୀ କହିଲା ମୋ ଏରିଆରେ ଛିଡା ହେଇକି ମୋ ପାଟିକି କହୁଛି ଡକେଇତ ଡକେଇତ ଦେବୀ ଯୋଡା ଚଟକଣି ଏ ପୁଅ ଏଇନା ଯିବୁ ହଁ ଏତକ ସିନା ଲଙ୍କିନୀ ଭାବୁଛି ହେଲା ଆରେ ଇଏ ତ ମହାବୁଦ୍ଧିଆ ହଁ ଅତୁଲିତ ବଲ ଧାମ ହେମ ଶୈଳ ବୋଧ ହଁ ଧନୁ ଜବନ କୁଶନଗାନି ନାମ ଅଗ୍ରଗଣ୍ୟ সকল গুণ নিধান বানরান অধিপতি ହଁ রামচন্দ্র প্রিয় ভক্ত বাত জাত নামান ନମାମି বলা কিরে বুড়ি ଏ আমি বাড়েলা পাটি আমକୁ হারকিন দেখাউছু ହଁ হাউ হাউ ହେଲା এতিকি বুড়ি ভাবু ভাবু ହଁ হনু কলে আগ জোড়া লগাই দেবা তেণিকি যা হউছ ହଁ ଆଗ ଯୋଡ଼ି ଲଗେଇଦିଅ আর নাই যদি বুড়ি বাড়াইলা ହଁ ସମସ୍ତେ କହିବେ ତୁ ସ୍ତ୍ରୀ ହାତରେ ମାଡ଼ ଖାଇକି ଆଇଛୁ ହଁ। ତୋର କଣ ଓଜନ ହଁ। ତେଣୁ ହନୁ ବାପା ଭାଇ ମାନେ ହଁ। ମନେ ରଖିଥା ହଁ ଯଦି ପାଖ ପଡିଶା କୋଠି ଗଣ୍ଡଗୋଳ ହେଲା ହଁ ଇଆଡୁ ଯିବ ବାଡେଇକି ଗାଁକୁ ପଳେଇ ଆସିବ ହଁ ହେକେଇ କେହି ରହିବନି ନାଇଁ 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 ଧନ ଭଲ ଅନୁ ସେଇଆ ଭାବିଲା ହଁ କହିଲା ବୁଢୀ ଭାବୁ ଭାବୁ ହଁ। ଆମେ ଯୋଡା ଲଗେଇଦବା ଲଗେଇଦବା ଏତିକି କହି ହଁ। ଆରେ ବୁଢୀ ଭାବୁଛି ହଁ ଏପଟେ ବୁଢା କଲା କଣ କଣ? କହିଲା, ହନୁ ତା ଚାପୁରେ ମାରିଲା ଆରେ ହନୁ ତା ଚାପୁରେ ମାରିଲା ଭୟରେ ଦେବୀ ବାଟ ଛାଡ଼ି ଦେଲା ଭୟରେ ଦେବୀ ବାଟ ଛାଡ଼ି ଦେଲା ମାଙ୍କଡ ଚଟକଣି ନାରୀ ଯିବ କେତେ ହେ ପୁଅ ହଁ ଯେତେବେଳେ ବାଜିଲା ଗାଲେରେ ହଁ ବୁଢୀ ନେଟେ କାମ କଲା ହଁ କହିଲା ରାବଣ ରେ ହଁ ଆଉ ବାରିକ ଘରକୁ ତ ବିହନ ଯିବନି ନାଇଁ ନାଇଁ ପାଟି ଆସିକି ପହଞ୍ଚିଲା ସଫା ହବୁରେ ଧନ ହଁ ହଉ ପୁଅ ହଁ ଏ ଗାଲୁକୁ ଯୋଉ ମାଇଲୁ ଇଏ ଯାଇଲା ନାଇଁ ନାଇଁ ନା ନାଇଁ କଣ କହୁଛୁ ମା ହଁ ନା ଏ ଗାଲୁକୁ ଗୋଟିଏ ଦଉନୁ ଦଉନୁ ହନୁ କହିଲା ଗୋଟେ ମାଇଲେ ଭୁଲ ହଁ 10ଟା ମାଇଲେ ବି ଭୁଲ ଭୁଲ ଦବା ଆଉ ଗୋଟିଏ ଆଉ ଚଟକଣି। ଗୋଟିଏ ଦବା ଯେତେବେଳେ ଗୋରା ଗାଲ କାଳିଆ ପଡିଗଲା ହଁ ଲଙ୍କିନୀ କହିଲା ଆରେ ମତେ କୋଉଠି ରଖୁନୁ ହଁ ନା କାହିଁକି ଏ ନା ଏଇ ଷ୍ଟାମ୍ପ ଦିଆ ଗାଲ ଦେଖିଲେ ରାବଣ କହିବ ଲାଞ୍ଚ ଖାଇକି ଛାଡି ଛାଡ଼ିଛି ନା ରହିବୁ ହଁ ଧଇଲା ଡେଣାକୁ ହନୁ ହଁ ବୁଲେଇ 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 ଛାଡିଲା ଛାଡ଼ିଲା ବୁଲେଇ ବୁଲେଇ ଯେତେବେଳେ ଲଙ୍କିନୀର ପ୍ରେସର ବଢିଲା ହଁ ଲଙ୍କିନୀ କହୁଛି ହନୁରେ ଏ ମୋ ପ୍ରାଣ ଛାଡିଲା ଛାଡ଼ିଲା ମତେ ରଖେ ରଖେ ନା ବୁଲି ବୁଲିକି ତୁ ଯୋଉଠେଇ ପଡିବୁ ହଁ ହଁ ତୁ ସେଇଠେଇ ରହ ରହିବୁ ଆଜ୍ଞା ବୁଲି ବୁଲିକି ଲଙ୍କିନୀ ପଡିଛି କୋଉଠେଇ କୋଉଠେ ଗଲା ବାଟରେ ବାଟ ମଙ୍ଗଳା ଦେଖିବା ଏ ବାଟରେ ବାଟ ମଙ୍ଗଳା ଦେଖିବା ମନ ଇଏ କହୋଇ ପାଞ୍ଚ ମନ ଏକ ହୋଇ ନରେନ୍ଦ୍ର ସ୍ନାନ କରିବା ଏ ରାମ ଗୋଟିଏ ଲଙ୍କିନୀ କି ତଳିଲା ସେ ମା ହେଇକି ବସିଛି ପରେ ବୁଲିକି ଖୋଜୁଛି ସୀତା କୋଉଠେଇ ଆଉ ହନୁ ସୀତା ପାଉନି ପାଉନି ବୁଲି ବୁଲି ଦକ୍ଷିଣ ଦିଗକୁ ଗଲା ହଁ କାନ୍ଥରେ ଲେଖା ହେଇଛି ରାମ ରାମ କଲାରେ ଏଠି କୁଆଡେ ଗୋଟେ ରାମ ପାଟି ଅଛି ହଁ ଏଇ ଭାବନା କରି ହଁ ପୁଅରେ କବାଟ ଠିକେଇଲା ହେଲା ସେପଟେ ବିଭୀଷଣ ହଁ ଏପଟେ ହନୁମାନ ହନୁମାନ ବିଭୀଷଣ ଚାହୁଁଛି ହନୁମାନଙ୍କୁ ହଁ। ହନୁମାନ ଚାହୁଁଛି ବିଭୀଷଣ ହଁ ନା ତମେ କିଏ ହେ ନା ମୁଁ ରାମ ଭୃତ୍ୟ ହଁ ନା ତମେ କିଏ ନା ମୁଁ ରାମ ଭକ୍ତ ହଁ ନା ତାହେଲେ ମା କୋଉଠି ଅଛନ୍ତି କହିପାରିବ ହଁ। ଏଇଠି ବିଭୀଷଣ କହିଲା ହଁ କହିଲା ତୁ ମତେ ଯଦି ବାପା ଦେଖେଇବୁ ହଁ ମୁଁ ତତେ ମା ଦେଖେଇଦେବି ଦେଖେଇବି ହନୁମାନ କହିଲା ବାପା ତ ଯାଇକି କୋଉଠି ହଁ ଆରେ ଆଗ ହଁ କରିଦବା ଦି ଜଣ ଯାକ ହଁ ହଁ କଲେ ହେଲା ଆରେ ରାମ ହଁ ମୋ ପିଲା ପହଞ୍ଚିଲା ଯାଇକି ହଁ ସବୁ ଦିଆ ନିଆ ହେଇ ସାରିଲା ପରେ ହେ ମୋ ପିଲା ମାଗିଲା ମାଲୋ ମତେ ଭୋକ ହେଲାଣି ମୁଁ କଣ ଖାଇବି ହଁ ଏ ରାମ ହଁ ତୋ ସ୍ତ୍ରୀ ସୀତା କଣ କଲା ଜାଣିଛୁ କଣ କଲା ଯାହାରି ରାବଣର ଗୋଟାଏ ପାର୍କ ଅଛି ଖାଇବି ହଁ ହରେ ଯଦି ଇଏ ଗଲା ହଁ
ତୁ ତ ଖାଇକି ଗାଁକୁ ଆସିଥାନ୍ତୁ ହଁ ତାର ଭଙ୍ଗା ଭଙ୍ଗି କଲୁ ହଁ ତା ପୁଅଟାକୁ ମାରିଦେଲୁ ହଁ ଯଦି ତା ପୁଅଟାକୁ ମାରିଲା ହେଲା ଭାଲୁ ମାଙ୍କଡ ବାପାର ଶତ୍ରୁ ତ ତାଙ୍କର ହଁ ଇଏ ମାରିଲେ ତାକୁ ଇନ୍ଦ୍ରଜିତ ଘୋଷାଡ଼ିକି ନେଲା ଏ ଖାଲି ବିଭୀଷଣ ଥିଲା ବୋଲି ମୋ ପୁଅ ବଞ୍ଚିଲା ହଁ ପୁଅରେ ଏ ଲାଜରେ କପଡା ଗୁରେଇକି ହଁ ତୈଳ ଢାଳିକି ହଁ ଯେତେବେଳେ ଅଗ୍ନି ସଂଯୋଗ କଲେ ଏଇ ସମୟରେ ତ୍ରିଜଟା କହିଲା ମା ହଁ ଏ ଯୋଉ ମାଙ୍କଡଟି ଆସିନଥିଲା କି ହଁ ତାକୁ ଏଇନା ପୋଡିକି ମାରିଦେବେ ହଁ ଏଇଠେଇକିନା ମା ସୀତା କହିଲେ ତ୍ରିଜଟା ଲୋ ଆଲୋ ଯେବେ ମୁଁ ହୋଇଥିବି ପତିବରତା ଦେବୁ ହୋଇଥିବି ପତିବ ରାମ ଛାମୁରେ ହନୁ ଦେବ ଭାରତାଲୋ ଏ ତ୍ରିଜଟା ମୁଁ ଯଦି ପତିବ୍ରତା ନାରୀ ହେଇଥିବି ମୋ ସ୍ୱାମୀ ମୋ ବାର୍ତ୍ତା ପାଇବେ କହିବେ ଆଲୋ ଏତେ ଦିନ କେ ରାମ ବେଶିଲେ ତୁ ତ ବେଶିଲେ ତୁ ତ ଆମ ବେଶିଲେ ତୁ ତ ହାତକୁ ବାନ୍ଧିଲେ ରାଣୀ ରାବଣ ସୁତଲୋ ରାବଣ ସୁତ ତ୍ରିଜଟାଲୋ ଏତେ ଦିନକେ ଦୂତଟିଏ ପଠେଇଲେ ଯେ ତାକୁ ବି ବାନ୍ଧିକି ନେଇ ସାରିଲାଣି ମୁଁ ପ୍ରକୃତ ଯଦି ମା ହେଇଥିବି ଗଲା ଯେବେ ମୋ ରହନୁକୁ ମାରିବେ ମାର ମାରିବେ ମାର ଦେବେ ମାରିବେ ମାର ଆହା ଦେବେ ଖାଇବ ଏ ଲଙ୍କା ବଡ଼ ସାପ ଯେତେବେଳେ ମା ଦେଲା ଏଟା ଏତେ ଟାଣୁଆ ହେଇକି ଅଛି ଯେ ଲଙ୍କାଟାକୁ ପୋଡୁ ପୋଡୁ ପୁଡ଼ି ଦେଲା ପୋଡ଼ିଦେଲା ଆସିକି ପହଞ୍ଚିଲା ରାମ ସୀତାଙ୍କ ପାଖରେ କହିଲା ମାଲୋ ପୋଡୁ ପୋଡୁ ପୋଡ଼ି ଦେଲି ନା ରେ କେତେ ବଖରା ଛାଡ଼ିଲୁ ନା 4 ବଖରା ଛାଡ଼ିଛି ଆଉ ସିଆଡେ ଆଲୋଚନା କରିବା ନା ତାହେଲେ ମୋ ଜିନିଷ ରଖିଛୁଟି ମଥା ମଣିକି ଦେଖେଇ ଦେଲା ତେଣୁ ମା ସୀତା 4ଟା ଫଳ ଦେଲେ ବୋଲେ ରାମକୁ ଦବୁ ଗୋଟିଏ ଲକ୍ଷ୍ମଣକୁ ଦବୁ ଗୋଟିଏ ତୁ ଖାଇବୁ ଗୋଟିଏ ଭାଲୁ ମାଙ୍କଡ ବଣ୍ଟା ବଣ୍ଟି ହବ ଇଏ ତ ହନୁ ଫଳ ପ୍ରିୟ ଆସିକି ନିଆଁ ଲିଭାଇଲା କହିଲା ରାମକୁ କାହିଁକି ଦେବି ସେ ଫଳ କିଆ ନଷ୍ଟ କରିବେ ବାପା ରାମ ଫଳଟି ଖାଇଦେଲା ଆସିଲା ଲକ୍ଷ୍ମଣ ଫଳ କହିଲା ସିଏ କଣ୍ଡିସନ କରିକି ଆଇଛି ଖାଇବନି ସେ ଫଳଟି ଖାଇଦେଲା ଆସିଲା ହନୁ ଫଳ କହିଲା ଏ ଫଳରେ କାହାର ଭାଗ ନାହିଁ ହନୁ ଫଳ ଖାଇଦେଲା ଆସିଲା ମାଙ୍କଡ ଫଳ ଏ ପୁଅ କହିଲା ମୁଁ କଣ ମାଙ୍କଡ ଭିତରଟା ମାଙ୍କଡ ନୁହଁ ଆରେ କିଆ ତାଙ୍କୁ ଜଣେଇବି ତେଣୁ ଖାଉ ଖାଉ 4 ଫଳ ହନୁ ଖାଇଦେଲା আরে সমুদ্র তীরে হনু এবে প্রবেশ হইলা বাবা সীতা খবর যেতেলে পাইগলা পরে আসিকি রামচন্দ্রଙ୍କ নিকটরে হইগলে যেতেলে রামচন্দ্রଙ୍କ নিকটরে হেলে রামচন্দ্রଙ୍କ আগরে যেতেলে হনু পਹੁঁচিলা বাবা টিকে গর্ব কলা এইঠে হনু রাম কইলে পরে আ কেমিতি কোন হেলা আরে এতে বাট লঙ্কা কেমিতি গল এইঠে গর্ব করি হনুমান কহুচি আপন মানকর কবি হেলে কবি মঞ্জুল কৃষ্ণ প্রসাদ বসু পরে বসুপদুটিয়ে লেখিলে কেমিতি টিকে সুমন্ত্র ভাই ধরিব কেমিতি লেখিলে কেমিতি কলা তুম্ভ কৃপা বারি পহরে বারি তরিলা দাস বনজ নেত্র হে কনক
কনজ নেত্র হে কনক গড়ে হেলি প্রবেশ প্রবেশ না তাপরে এ না প্রভু পড়ু পড়ু পড়ি দেলি পড়ু পড়ু পড়ি দেলি রামচন্দ্র কইলে কেড়ে ঘর পড়িয়াটা কিরে তু হ্যাঁ তোতে তো সীতা ঠাব করিয়াকু পঠা হইଥିଲା হ্যাঁ তু কাহিকি লঙ্কা পড়িদেলু কাହିଁକି আরে ইয়ে তো মহাজ্ঞানী হ্যাঁ অঞ্জনা নন্দন বীর জানকী শোকনাশন হ্যাঁ কপি সমক্ষ হন্তার বন্দে লঙ্কা ভয়ঙ্কর আরে বলা প্রভু হ্যাঁ লঙ্কা কম মু পড়িছি ଆଉ କିଏ না 4 জন মিশি পড়া লঙ্কা পড়ি দেলা তাহাই পাই রামচন্দ্র হে দোষী মতে বল বলা 4 জন মিশিকি লঙ্কা পড়িছ মতে কোন দোষ দউছ ଏ না রে 4 জন কিଏ କିଏ না 1 নম্বর তমে ତମେ না রে ମୁଁ କଣ କଲି ହଁ ନା ଆଉ କଣ ଭାଲୁ ମାଙ୍କଡ ନଥିଲେ ମତେ ଲୁଚେଇକି ମୁଦି କିଆଁ ଦଉଥିଲେ ହଁ ଆଁ? ଏ ତମ ନାମର ପ୍ରକୋପ ହଁ ଏ ମୁଦି ଥିଲା ବୋଲି ହଁ 7 କଣ 14 ଡେହିକି ଯାଇଥାନ୍ତି ଯାଇଥାନ୍ତ ମୁଦି ଦବାରୁ ଲଙ୍କାକୁ ଗଲି ହଁ ରାମ କହିଲେ ସତ ତ ଆରେ ଦ୍ୱିତୀୟ କିଏ କିଏ ନା ମା ସୀତା ମା ସୀତା ଯେବେ ମୋ ହନୁକୁ ମାରିବେ ମାର ହଁ ତେବେ ଅଗ୍ନି ଖାଇବ ଏ ଲଙ୍କା କର କର ମା କୋପ ହଁ ନା ନମ୍ବର 3 ହଁ ରାବଣର ପାପ ହେଲା ଆରେ ରାବଣ ସିନା ନବାରୁ ମୁଁ ଗଲି ଲଙ୍କାକୁ ହଁ ପ୍ରକୋପ କୋପ ପାପ ପାପ ନା ରେ 4 କିଏ ହଁ 4 ହଉଛି ମୋ ବାପ ହଁ ମୁଁ ଯେତେବେଳେ ଲଙ୍କାକୁ ପଡୁଛି ହଁ ମୋ ବାପା ମୋ ପଛରେ ରହିକି ମିସ୍ କଲ୍ ମାରୁଛି ହଁ ହେଲା ପରେ ଏ ଯେତେବେଳେ ତୁ ହାଲିଆ ହବୁ ହଁ ଟିକେ ରିଙ୍ଗ କରିଦବୁ ହଁ ମୁଁ ଆହୁଲେଇ ଦେବି ହଁ ତୁ ଚାଞ୍ଚି ଦବୁ ଏ ହେ ରାମ, ହଁ ଏ ବାପ ଥିଲା ପୁଅ ସଭାରେ ହାରେ ନା ବାପା ଥିଲା ପୁଅ ସବାରେ ହାରେ ନା ମା ଥିଲା ପୁଅ ଦୁନିଆ ଡରେ ଡରେ ନା ମା ଥିଲା ପୁଅ ଦୁନିଆ ଡରେ ନା କହିଲା ପ୍ରଭୁ ହଁ ମୋ ପଛରେ ରହିକି ମୋ ବାପା ଟିକେ ଆହୁଲେଇ ଦେଲେ ହଁ ମୁଁ ସିଆଡେ ଚାଞ୍ଚି ଚାଞ୍ଚି ଦେଲି ହେଲା ତେଣୁ ମୁଁ ଲଙ୍କା ପୋଡ଼ିଲି ନାଇଁ ନାଇଁ ତମେ 4 ମିଶିକି ଲଙ୍କା ପୋଡ଼ିଲ ହଁ ଏଇ ସମୟରେ ରାମ କହିଲେ କେତେ ବୁଦ୍ଧି କିରେ ତୋର ହଉ ମା କୁଆଡେ ଆସିଛି ତା କଥା ବୁଝୁ ନା ମା କୁଆଡେ ଆସିଛ ହଁ ନା ରେ ତୋର ବାହା ହବାକୁ ମନ ହଉନି ହଁ ନା ହଉଛି ଯେ ମୋ ପାଇଁ ଝିଅ ନାହିଁ ନାଇଁ ନା କିରେ କଣ ନାହାନ୍ତି ଏ ନା ସଂସାରରେ ମୋ ବାପା ପବନ କାହାକୁ ଛୁଉଁନାହାନ୍ତି ହଁ ସମସ୍ତେ ତ ମୋ ମା ହଁ ମୁଁ ବାହା ହେବି କାହାକୁ ଏ ତୁ ଯା ମୋ ପାଇଁ ଗୋଟେ ଝିଅ ଠିକ କରିବୁ ହଁ ତାପରେ ବାହାଘର କଥା କହିବୁ ହଁ ଏଇଠି ଅଞ୍ଜନା କହିଲା କଣ କହିଲା ଏବେ 500 ରୁ 1000 ହେଇଛି ହଁ ମୋତେ କଣ 1000 ଟଙ୍କାକୁ 35 କିଲୋ ଚାଉଳ ପାଉନେଇ ଏ ଯୋଉ ଯାକେ ବଞ୍ଚିଥିବି ଖାଉଥିବି ଯୋଉ ଦିନ ମରିବା କଥା ମରି ହଁ। ତୁ ବାହା ହେଲେ କେତେ ନହେଲେ କେତେ ମୋର କଣ ଯାଉଛି ହଁ ଅଞ୍ଜନା ଯେତେବେଳେ ଯାଉଛି ଡାକିଦେଲେ ରାମ ହଁ। କହିଲେ ମା ଏ ଶୁଣୁ ଶୁଣୁ ତେଣୁ କପାଳରୁ ବ୍ରହ୍ମ ବିଭୂତି ବାହାର କରି ହଁ ହନୁମାନଙ୍କ କପାଳରେ ଲଗେଇଦେଲେ ହଁ କହିଲେ ଜନନୀଲୋ ହଁ। କହିଲା ଆଜି ଠାରୁ ହନୁମନ୍ତ ଅମର ହୋଇଲା ଅମର ହୋଇଲା ଏବେ ଅମର ହୋଇଲା ଯୁଗେ ଜନନୀଲୋ କୀର୍ତ୍ତି ରହିଗଲା କିଟି ରହିଗଲା ଏବେ କିଟି ରହିଗଲା ଓରେ, ଏ ସେଇଦିନ ଠାରୁ ହଁ ମୋ ପ୍ରଭୁର ବ୍ରହ୍ମ ବିଭୂତି ହଁ ହନୁମାନଙ୍କର କପାଳରେ ଦିଆଗଲା ହଁ ବାପାର ସେଇଦିନ ଠାରୁ ହନୁମାନ ଅମର ହେଇକି ରହିଲେ ହଁ। ଆଉ ଅଞ୍ଜନାର ବଂଶ ବୁଡ଼ିଲା ନାଇଁ ତେଣୁ ବାପା ହଁ। ଏଇଠି ଅଞ୍ଜନା ଆଶୀର୍ବାଦ ଦେଲା ରାମରେ ଏ ମୁଁ ଆଶୀର୍ବାଦ ଦଉଛି ହଁ ତୁ ଅଯୋଧ୍ୟା ସିଂହାସନରେ ବସି ହଁ ଅଯୋଧ୍ୟାକୁ ପାଳନ କର କର କୁହ ହଁ 4ଟି ମା ଗଲେ ହଁ ହଁ। ଏଇ ସମୟରେ ରାମ ଇଏ ଶିବ ଆଉ ପାର୍ବତୀଙ୍କର ହଁ। ବାପାରେ କଥୋପକଥନ ଚାଲିଛି ହଁ ତେଣୁ ହେ ମହାପ୍ରଭୁ ହଁ ଆରେ କାହିଁ ତାଙ୍କୁ ପାଟି କରୁଛୁ ରହର ଯାହା ଘରେ ବୁଢା ବୁଢୀ ନାହାନ୍ତି ଯାହା ଘରେ ଗାଈ ଗୋରୁ ନାହାନ୍ତି ହଁ ଯାହା ଘରେ ଏ ପଦାର୍ଥ ନାହିଁ ନାଇଁ ଏ ଘରକୁ ଘର ଲେଖା ନାଇଁ
আরে সে পার্টি করিয়া কথা করিবে হ্যাঁ তাঙ্ক পার্টি যেতে শুভিব হ্যাঁ সেতে আনন্দ উৎসব লাগিছি লাগিছি পরে হ্যাঁ কেতে আনন্দ ଅଛି হ্যাঁ তাଙ୍କ ମନରେ ଆବିଳତା ଅଛି নাই ତାଙ୍କ ମନରେ ଗର୍ଭଭାବ ଅଛି নাই କେତେ ଖୁସିରେ ଚାଲିଛି କୀର୍ତ୍ତନ হ্যাঁ ତେଣୁ ହେ ମହାପ୍ରଭୁ হ্যাঁ ଆସିକି 4 ଘଣ୍ଟା ସମୟ ହେଲାଣି হ্যাঁ ଟିକେ କଷ୍ଟ ଧଇଲାଣି হ্যাঁ ଆଉ ଯଦି କିଏ ଆମ ପଛରେ ଅଛନ୍ତି ଡାକନ୍ତୁ ଆଉ ପେଲିବାକୁ